ମୁଁ ସ୍ୱାଗତିକା ନାୟକ। ଆଜି କହିବି ଗୋଟେ ମଜା କାହାଣୀ ଅଜା ଆଈଙ୍କ ସହର ବୁଲା। ପରିବେଷଣ ପରଶୁରାମ ବେହେରା। ଗୋଟେ ମଫସଲ ଗାଁରେ ରହୁଥିଲେ ଅଜା ଆଉ ଆଈ। ସବୁଦିନ ନିକଟ ମଫସଲରେ ରହି ଅଜା ଆଈଙ୍କ ମନଟା ଚିଡ଼ା ଧରି ଯାଇଥିଲା। ସହର ଟିକେ ଦେଖିବା ଆଈଙ୍କ ଭାଗ୍ୟରେ ଜୁଟିଲା ନାହିଁ। ଦିନେ ଆଈ ଅଜାଙ୍କୁ କହିଲେ, ହଏ ମତେ ଟିକେ କଟକ ସହର ବୁଲେଇ ନିଅନ୍ତନି। ଏ ମଫସଲ ଗାଁଟାରେ ମୁଁ ସବୁଦିନ ପଡ଼ି ରହିଛି। ଦିନ ଅଧେ ଟିକେ ସହର ବୁଲି ଦେଖନ୍ତିନି। ମୋ ଭାଗ୍ୟରେ କଣ ଏତିକି ଟିକେ ଜୁଟିବ ନାହିଁ? ଚାଲୁନ ମତେ ଟିକେ ସାଙ୍ଗରେ ନେଇ କଟକ ସହର ଦେଖେଇ ଆଣନ୍ତ। ଆଈ କଥା ଶୁଣି ଅଜା କହିଲେ, ଆଚ୍ଛା ଆଚ୍ଛା ଏଇ କଥା। ହଉ ହଉ, କାଲି ତମେ ସଜ ହେଇକି ବାହାରି ପଡ, ମୁଁ ତମକୁ ନେଇ କଟକ ସହର ବୁଲେଇ ଆଣିବି। ତା ପରଦିନ ସେମାନେ କଟକ ସହର ବୁଲିବା ପାଇଁ ପଇସା ପତ୍ର ଏକାଠି କରି ଘରୁ ବାହାରି ଆସିଲେ। ଗାଁ ଠାରୁ କିଛି ବାଟ ଚାଲି ଚାଲି ଗଲେ ପଡ଼ିବ ବଜାର। ସେଇଠୁ କଟକକୁ ଗାଡ଼ି ଯାଏ। ଏବେ ଦୁହେଁ ଚାଲିଲେ ସେଇଠିକି। ଅଜା ଏଣେ ତରବର ହୋଇ କହୁଥାନ୍ତି, ଆସ ଆସ, ଶୀଘ୍ର ଶୀଘ୍ର ଚାଲି ଆସ। ତମେ ଯେମିତି ମଠେଇ ମଠେଇ ଚାଲୁଛ, ତେଣେ ଗାଡ଼ି ଛାଡ଼ିଦେବ ଯେ। ଅଜାଙ୍କ କଥା ଶୁଣି ଦୁହେଁ ତରବର ହୋଇଯାଇ ବସ୍ ପାଖରେ ପହଞ୍ଚିଲେ। ବସ୍ ଠିକ ଛାଡ଼ିଲା ବେଳକୁ ସେମାନେ ପହଞ୍ଚି ଗାଡ଼ି ଭିତରେ ଯାଇ ବସିଲେ। କେତେ ସମୟ ଗାଡ଼ି ଚାଲିଲା ପରେ ଗାଡ଼ି ଆସି କଟକ ବାଦାମବାଡ଼ି ବସ୍ ଷ୍ଟାଣ୍ଡରେ ରହିଲା। ଆଈ ତ ଆଗରୁ ଏତେ ଲୋକ, ଗାଡ଼ି, ଘୋଡ଼ା ଓ କୋଠାମାନ ଦେଖିନଥିଲେ। ସେ ସବୁ ଦେଖି ସେ କାବା ହୋଇଗଲେ। ସେ ଖାଲି ଆଶ୍ଚର୍ଯ୍ୟ ହୋଇ ଏଣେ ତେଣେ ଚାହୁଁଥାନ୍ତି। ଅଜା ତାଙ୍କ ହାତକୁ ଧରି ଆଗକୁ ଆଗକୁ ବାଟ କଢ଼େଇ ନେଉଥାନ୍ତି। ଏହି ସମୟରେ ଡାକବାଜି ଯନ୍ତ୍ରରେ ଶୁଭିଲା, ଅସଲି ପଞ୍ଚଗୁଣା ତୈଳ ନିଅ, ଅସଲି ପଞ୍ଚଗୁଣା ତୈଳ ନିଅ, ଛେଚା ଖଟା ଖାର ଇଏ ଅବ୍ୟର୍ଥ ଔଷଧ। ଆହୁରି ବି ଅଛି ଅସଲି ଯାଦୁ ମଲମ। ଯେତେ ପୁରୁଣା ଯାଦୁ ହଉ ପଛେ ଏଇଥିରୁ ଥରେ ମାରିଦେଲେ ଭଲ ହୋଇଯିବ। ଦାମ ବେଶୀ ନୁହେଁ, ଜମା 2 ଟଙ୍କା, ଜମା 2 ଟଙ୍କା। ଇଆଡ଼େ ଆସ, ଇଆଡ଼େ ଆସ। ଏଇ କଥା ଶୁଣି ଆଈର ମଇଁଷିଆ ଯାଦୁ କଥାଟା ମନେ ପଡ଼ିଗଲା। ତାଙ୍କ ଅନ୍ତର ତ ଗୋଟେ ଯାଦୁ ହେଇଥିଲା। ଏଇ କଥା ଶୁଣୁ ଶୁଣୁ ସେଇଟା କୁଣ୍ଡେଇ ହବା ଆରମ୍ଭ ହେଇଗଲା। ଏଇ ଯାଦୁ ପାଇଁ ସେ କେତେ ଔଷଧ ନ ଖାଇଛନ୍ତି, ହେଲେ ଭଲ ହେଲାନି। ଏଇ କଥା ଭାବୁ ଭାବୁ ଅଜା ତାଙ୍କ ପାଖକୁ ଚାଲି ଆସିଲେ। ଏଥର ଆଈ କହିଲେ, ହଏ ତମେ ତମ ଯାଦୁ ପାଇଁ କେତେ ରକମର ଔଷଧ ଆଣିଲଣି, ହେଲେ କୋଉଥିରେ ଭଲ ହେଲାନି। ଏଇ ଯୋଉ କଟକୀ ସହରୀ ଯାଦୁ ମଲମ, ସେଇଆକୁ ଲଗେଇଲେ ମୋ ଯାଦୁ ନିଶ୍ଚୟ ଭଲ ହେଇଯିବ। ସେଇଥିରୁ ମତେ ଗୋଟେ ଆଣି ଦିଅନ୍ତନି। ଆଈ କଥା ଶୁଣି ଅଜା ଯେଉଁ ରିକ୍ସାରେ ମଲମ ବିକ୍ରି ହଉଥିଲା ସେଠାକୁ ଯାଇ 2 ଟଙ୍କା ଦେଇ ଗୋଟେ ମଲମ କିଣି ଆଣିଲେ। ଆଈ ତ ଯାଦୁକୁ କୁଣ୍ଡେଇ ଦେଇଥିଲେ। ଏତିକି ବେଳେ ଅଜାଙ୍କ ଠାରୁ ସେଇ ମଲମଟି ନେଇ ସେଇଠି ମାରିଦେଲେ। ତାପରେ ଦେଖ ମଜା, ଆଈ ଆଉ ଯାଆନ୍ତି କୁଆଡେ, ଖାଲି ତ ପୋଡ଼ିଲା ଆଉ। ଯେତେ ଯାହା କଲେ ବି ପୋଡ଼ା କମିଲାନି। ଏ କଥା ଦେଖି ଅଜା ବଡ଼ ବ୍ୟସ୍ତ ହୋଇ ପଡ଼ିଲେ। ସେ କହିଲେ, ଆରେ ଆରେ, ସେ କି ଔଷଧ ଦେଲା କି? ଏ ଔଷଧରେ ଯାଦୁ କମିବ କଣ, ଆହୁରି ତ ପୋଡ଼ା ଜଳା କଲାଣି। ହଉ ହଉ, ତମେ ଏଇଠି ବସିଥାଅ, ମୁଁ ସେ ଯାଦୁ ମଲମ ବାଲା କଥା ବୁଝୁଛି। ଏତିକି କହି ଅଜା ଧାଇଁଲେ ସେ ମଲମ ବିକା ଗାଡ଼ି ପାଖକୁ। ହେଲେ ସେଠି ଯାଇ ଦେଖିଲା ବେଳକୁ ଆଉ ସେ ରିକ୍ସା ନାହିଁ। ସେ ପୁଣି ଆଗକୁ ଆଗକୁ କୁଆଡେ ଚାଲିଗଲାନି। ଏବେ ନିରାଶ ହୋଇ ଅଜା ଆଈ ପାଖକୁ ଫେରି ଆସିଲା ବେଳକୁ ଦେଖିଲେ ଆଉ ଗୋଟେ ରିକ୍ସାରେ ଡାକବାଜି ଯନ୍ତ୍ରରେ କୁହାଯାଉଛି, ଇଆଡ଼େ ଆସ, ଇଆଡ଼େ ଆସ, ଦାନ୍ତ ଉପଡ଼ା ଦେଖିବ ଆସ, ଦାନ୍ତ ଉପାଡ଼ିବ ଆସ, ଦାନ୍ତ ଉପଡ଼ା ଦେଖିବ ଆସ। ଦାନ୍ତ ମୂଳ ଫୁଲିଛି, ଦାନ୍ତ ବିନ୍ଧୁଛି, ମାଢ଼ି ଖାଇଯାଉଛି, ଖାଇ ପିଇ ପାରୁନାହାନ୍ତି, ଏଠିକି ଆସ। ଟିକେ ବି କଷ୍ଟ ନହବ ଜାଣି, ଆଣିବି ଟାଣି। ଆସ ଆସ, ଦାନ୍ତ ଉପାଡ଼ିବ ଆସ। ଅଜାଙ୍କର ତ କଳଦାନ୍ତ ଦିଟା ବହୁତ ଯନ୍ତ୍ରଣା ଦେଉଥିଲା। ସେ ଭାବିଲେ ଏହାକୁ ଉପାଡ଼ି ଦେଲେ ମଣିଷ ନିଶ୍ଚିନ୍ତରେ ରହିବ। ଆଉ ଏତେ ବାଟ ଆସିଛି ଯେତେବେଳେ ସେ କାମଟା ସାରି ଦେଇ ଯିବା। ଏମିତି ଭାବି ସେ ଯାଇ ରିକ୍ସାରେ ବସିଥିବା ଲୋକଙ୍କ ପାଖରେ ପହଞ୍ଚିଲେ। ଅଜା ତାଙ୍କ ଦାନ୍ତ ବିନ୍ଧା ବିନ୍ଧି କଥା କହିଲେ। ଅଜାଙ୍କ କଥା ଶୁଣି ସେ ଦାନ୍ତ ଅପଡ଼ା ବାଲା ଅଜାଙ୍କୁ ନେଇ ଗୋଟେ ଚେୟାରରେ ବସେଇଲେ। ଜଣେ ତାଙ୍କୁ ମାଡ଼ି ବସିଲା, ଆଉ ଜଣେ ଗୋଟେ ଚିମୁଟା ନେଇ ତାଙ୍କ ଦାନ୍ତକୁ ଓପାଡ଼ି ପକେଇଲା, ଆଉ 10 ଟଙ୍କା ନେଲା। ଅଜା ଖାଲି ବାପଲ ବୋଉଲ ରଡ଼ି ପକଉଥାନ୍ତି। ଦାନ୍ତ ଓପଡ଼ା ସରିଲା ବେଳକୁ ଅଜାଙ୍କର ଏବେ ବାହାରିଲା ମଜା। ସେ ଖାଲି ଆଈ ପାଖରେ ଆସି ପହଞ୍ଚିଛନ୍ତି କି ନାହିଁ
ତାଙ୍କ ମୁହଁଟା ହାଣ୍ଡି ଭଳିଆ ଫୁଲିଗଲା। ଅଜା ଖାଲି ଯନ୍ତ୍ରଣାରେ ଆଖିରୁ ଲୁହ ଗଡଉଥାନ୍ତି ଆଉ ହୁ ହୁ ହଉଥାନ୍ତି। ହେଲେ ଏଣେ ଆଈଙ୍କ ଅବସ୍ଥା ବି ସାଂଘାତିକ। ସେ ଖାଲି ଯାଦୁର ପୋଡା ଜଳା ସହି ନ ପାରି ଖାଲି ଚୁଙ୍ଗୁଡି ମାଛ ଭଳିଆ ଡେଉଁଥାନ୍ତି। ଆଉ ଅଜାଙ୍କୁ ଦେଖୁ ଦେଖୁ ତାଙ୍କ ରାଗ ପଞ୍ଚମକୁ ଉଠିଗଲା। ସେ ପାଟି କରି ଚିତ୍କାର କଲେ, ଆରେ ନିଉଛଣା ବୁଲା, ତୁ କୁଆଡେ ଗଲୁ? ମୋ ହାତକୁ ହାତ 2 ଟଙ୍କା ନେଲୁ? ଏମିତି କି ଔଷଧ ଆଣିଦେଲୁ? ମୋ ଯାଦୁ ଭଲ ହବ କଣ? ଆହୁରି 2 ଗୁଣ ବଢିଗଲାଣି। ଅଜା ଆଈଙ୍କ କଥା ଶୁଣୁ ଶୁଣୁ ତାଙ୍କ ପାଟିରୁ ତୁଳା କାଢି କହିଲେ, ଆଲୋ ବୁଢୀ, ତୋରି ବୁଦ୍ଧିରେ ପଡିକି ମୁଁ କଟକ ଆସିଲି। ତୁ ତ ଯାହା କଟକି ଯାଦୁ ମଲମ ଲଗେଇଲୁ, ଆଉ ମୋ ମୁହଁକୁ ଟିକେ ଦେଖେ, ମୋର ଆଉ ଦାନ୍ତ ନାହିଁ ଲୋ। 10 ଟଙ୍କା ଦେଇ ଦାନ୍ତ ଉପାଡ଼ିଲି ଯେ ମୋ ମୁହଁଟା ହାଣ୍ଡି ଭଳି ଫୁଲିଗଲାଣି। ମୋ ପାଟିରୁ କେମିତି ରକ୍ତ ବାହାରୁଛି ଦେଖେ। କଟକ ବୁଲାର ମଜା ଚାଖୁଛି। ଏ କଥା ଶୁଣି ଆଈ ଅଜାଙ୍କ ମୁହଁକୁ ଚାହୁଁ ଚାହୁଁ ତାଙ୍କ ହଂସ ଉଡିଗଲା। ସିଏ ତ ଖାଲି ବାଉଳି ଚାଉଳି ହେଲେ, ଇଲୋ ତମର କଣ ହେଲା? କାହିଁକି ଏ ନିଉଛଣା ବୁଦ୍ଧି କରି କଟକ ସହର ଦେଖିବାକୁ ଆସିଲି? ସହର ବୁଲାର ମଜା ବି ପାଇଲି। ହଉ ହଉ, ଆମର ସହର ବୁଲା ବହୁତ ହେଇଗଲା, ଚାଲ ଚାଲ ଆଗେ ଘରକୁ। ଏଥର ଅଜା କହିଲେ, ହଉ ଚାଲ, ଯାହା ହବାର କଥା ତ ହେଲାଣି, ଆଉ ମୁହୂର୍ତ୍ତେ ବି ଏଠି ରହିବାନି। କଟକ ସହର ତ ବହୁତ ବୁଲା ହେଇଗଲା, ଏବେ ଚାଲ ଘରକୁ ଯିବା। ଏମିତି କୁହାବୋଲା ହୋଇ ଅଜା ଆଈ ଦୁହେଁ ସଙ୍ଗେ ସଙ୍ଗେ ବସ୍ ଧରି ଘରେ ପହଞ୍ଚିଲେ। ଲାଜରେ ସେମାନେ 7 ଦିନ ଯାଏ ଆଉ ପଦାକୁ ବାହାରିଲେନି। ଏଣୁ କଥାରେ କୁହାଯାଇଛି, ନକଲିଙ୍କ ଆଡେ ନଦିଆ ମଥା। ଏଉଠୁ ସରିଲା ଦୁହିଁଙ୍କ କଥା। ନମସ୍କାର ଶ୍ରୋତା ବନ୍ଧୁ, ଯଦି ଆପଣମାନଙ୍କୁ ଆମ ଗପ ଭଲ ଲାଗୁଥାଏ, ଆପଣଙ୍କ ମନକୁ ଛୁଉଁଥାଏ, ତେବେ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ସୁନ୍ଦର ସୁନ୍ଦର କାହାଣୀ ନେଇ ଆମେ ପୁଣି ଆପଣଙ୍କ ପାଖରେ ଆଗକୁ ଆସିବୁ। ଆପଣ ସବସ୍କ୍ରାଇବ୍ କରିବା ପରେ ବେଲ୍ ଆଇକନ୍କୁ ଦବାଇବା ପାଇଁ କେବେ ବି ଭୁଲିବେନି। ଜୟ ଜଗନ୍ନାଥ।